ଏହି ଭିଡ଼ିଓରେ ଆମେ ଜାଣିବା ଟାଉନସେଣ୍ଡ ଆଇନ ବିଷୟରେ ଏବଂ ଏହି ଟାଉନସେଣ୍ଡ ଆଇନ ଆମେରିକାର ସ୍ୱାଧୀନତା ସଂଗ୍ରାମର ଏକ ମୁଖ୍ୟ କାରଣ ଥିଲା। ଟାଉନସେଣ୍ଡ ଇଂଲଣ୍ଡର ଅର୍ଥମନ୍ତ୍ରୀ ଥିଲେ। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ଟାଉନସେଣ୍ଡଙ୍କ ଫଟୋଚିତ୍ର ଏବଂ ଏହି ଟାଉନସେଣ୍ଡ ଇଂଲଣ୍ଡର ଅର୍ଥମନ୍ତ୍ରୀ ଥିଲେ ଏବଂ ସେ ପ୍ରଚଳନ କରିଥିଲେ ଟାଉନସେଣ୍ଡ ଆଇନ। କେବେ ପ୍ରଚଳନ କରିଥିଲେ ଦେଖ ପିଲାମାନେ, ସେ ଟାଉନସେଣ୍ଡ ଆଇନକୁ ପ୍ରଚଳନ କରିଥିଲେ 1767 ମସିହାରେ ଏବଂ ଏହି ଟାଉନସେଣ୍ଡ ଆଇନର ପ୍ରଣେତା ଥିଲେ ନିଜେ ଟାଉନସେଣ୍ଡ। ଏହି ଟାଉନସେଣ୍ଡ ଆଇନର ନିୟମ କ'ଣ ଥିଲା ଦେଖ ପିଲାମାନେ, ଇଂଲଣ୍ଡରୁ ଆମେରିକାକୁ ଆମଦାନୀ ହେଉଥିବା ଚା', କାଚ, କାଗଜ ଓ ରଙ୍ଗ ଉପରେ ଆମଦାନୀ ଶୁଳ୍କ ଧାର୍ଯ୍ୟ କରାଯାଇଥିଲା। ଏହି ଟାଉନସେଣ୍ଡ ଆଇନକୁ ବିରୋଧ କରିଥିଲେ ଜନ୍ ଡିକିନ୍ସନ୍ ଏବଂ ଏହି ଜନ୍ ଡିକିନ୍ସନ୍ ଥିଲେ ପେନସିଲଭାନିଆର ଜଣେ ନେତା। ଟାଉନସେଣ୍ଡ ଆଇନକୁ ଜନ୍ ଡିକିନ୍ସନ୍ ବିରୋଧ କରିଥିଲେ ଏକ କ୍ଷୁଦ୍ର ପୁସ୍ତକ ମାଧ୍ୟମରେ ଏବଂ ପୁସ୍ତକଟିର ନାମ ଥିଲା ଏକ କୃଷକର ପତ୍ର। ଏହି ଏକ କୃଷକର ପତ୍ର କ୍ଷୁଦ୍ର ପୁସ୍ତକ ମାଧ୍ୟମରେ ଜନ୍ ଡିକିନ୍ସନ୍ ଏହି ଟାଉନସେଣ୍ଡ ଆଇନକୁ ବିରୋଧ କରିଥିଲେ। ଏହି ଟାଉନସେଣ୍ଡ ଆଇନ ବିରୋଧରେ ଆମେରିକାବାସୀ ନିଷ୍ପତ୍ତି ଗ୍ରହଣ କରିଥିଲେ ଇଂଲଣ୍ଡରୁ ପ୍ରସ୍ତୁତ ଜିନିଷ ନ କିଣିବା ପାଇଁ। ତା ସହିତ ଆହୁରି ନିଷ୍ପତ୍ତି ଗ୍ରହଣ କରିଥିଲେ ବାୟ ଆମେରିକାନ ନୀତିରେ ଆମେରିକାରେ ତିଆରି ଜିନିଷ କିଣିବା ପାଇଁ ଆମେରିକାବାସୀ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ଟାଉନସେଣ୍ଡ ଆଇନରୁ ଅନେକ ଗୁଡ଼ିଏ ପ୍ରଶ୍ନ ହୋଇପାରିବ ପିଲାମାନେ, ଯେମିତିକି ଟାଉନସେଣ୍ଡ କିଏ ଥିଲେ? ଟାଉନସେଣ୍ଡ ଇଂଲଣ୍ଡର ଅର୍ଥମନ୍ତ୍ରୀ ଥିଲେ। ଟାଉନସେଣ୍ଡ କେବେ ଟାଉନସେଣ୍ଡ ଆଇନ ପ୍ରଚଳନ କରିଥିଲେ? ଟାଉନସେଣ୍ଡ 1767 ମସିହାରେ ଟାଉନସେଣ୍ଡ ଆଇନ ପ୍ରଚଳନ କରିଥିଲେ। ଟାଉନସେଣ୍ଡ ଆଇନର ନିୟମ କ'ଣ ଥିଲା? ତା ସହିତ ପିଲାମାନେ ଟାଉନସେଣ୍ଡ ଆଇନକୁ ବିରୋଧ କିଏ କରିଥିଲେ? ଟାଉନସେଣ୍ଡ ଆଇନକୁ ଜନ୍ ଡିକିନ୍ସନ୍ ବିରୋଧ କରିଥିଲେ। ଜନ୍ ଡିକିନ୍ସନ୍ କେଉଁ ସ୍ଥାନର ନେତା ଥିଲେ? ଜନ୍ ଡିକିନ୍ସନ୍ ପେନସିଲଭାନିଆର ନେତା ଥିଲେ। ଜନ୍ ଡିକିନ୍ସନ୍ କେଉଁ କ୍ଷୁଦ୍ର ପୁସ୍ତକ ମାଧ୍ୟମରେ ଟାଉନସେଣ୍ଡ ଆଇନକୁ ବିରୋଧ କରିଥିଲେ? ଜନ୍ ଡିକିନ୍ସନ୍ ଏକ କୃଷକର ପତ୍ର କ୍ଷୁଦ୍ର ପୁସ୍ତକ ମାଧ୍ୟମରେ ଟାଉନସେଣ୍ଡ ଆଇନକୁ ବିରୋଧ କରିଥିଲେ। ଆହୁରି ବି ପ୍ରଶ୍ନ ଆସିପାରେ ପିଲାମାନେ, ଏହି ଟାଉନସେଣ୍ଡ ଆଇନକୁ ବିରୋଧ କରିବା ପାଇଁ ଆମେରିକାବାସୀ କେଉଁ କେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ? ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆହୁରି ଏମିତିକା ଭିଡ଼ିଓ ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ତା ସହିତ ପିଲାମାନେ ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ।